Olha, garia de eu numa bola Tony lá programa দেবো 27 তারিখରୁ ଆପଣଙ୍କୁ ଯାହା ଆରମ୍ଭ ହବ 7 ତାରିଖ ଦିନ ଆମର ବିସର୍ଜନ ହେବେ ଦିନ ଅଭିଷେକ ମହାରତୀ ଏବଂ ଆମର ପାଣି ଦ୍ୱାରା ସାଗର এই বন্ধুদের ঠাকুর আছে যেটি বিসর্জন পানি ভরা ହେଇକି ହୁଏ ଏବଂ ସେଇ ଯୋଉ ମାଟି ଏବଂ ନଡ଼ା ଆମେ ଧନ୍ୟବାଦ ଦେବା କର୍ମର ଶିବପ୍ରସାଦ ବେହେରା ଯୋଉମାନଙ୍କୁ ସେ ଗତ ବର୍ଷ ଯେଉଁ ସଭା କରିଥିଲେ ଏଥର ମଧ୍ୟ ନେତୃତ୍ୱ ଦେଇଛନ୍ତି ସେ ପୁରା କ୍ଲିନ୍ କରିଲେ ଆପଣ 7 ତାରିଖ 8 ତାରିଖ ଆସିବେ ଦେଖିବେ ଏଠାରେ ଆପଣ ନିତ୍ୟାନନ୍ଦ ଯାହା ହେଇଥିଲା ତେଣୁ ଧନ୍ୟବାଦ ଦେବି ଆମକୁ ପହଞ୍ଚନ୍ତୁ ଏବଂ ଆପଣମାନଙ୍କୁ ଧନ୍ୟବାଦ ଦେବି ଆପଣମାନେ ଆସି ଆମର ଏହି ଯୋଜନାକୁ ଭଗବତ ଯିବାକୁ ରାସ୍ତାଘାଟର ଯୋଉ ଯାହା ମିଳୁଛି ମୋର କୌଣସି ସାଂସ୍କୃତିକ ପ୍ରୋଗ୍ରାମ କାଳ ସମୟ ସେମାନେ ଯେତେବେଳେ ପୂଜା ବନ୍ଦ କଲେ ଆମର ବଡ ଭାଇମାନଙ୍କୁ ଆମେ ଧରି ସାଙ୍ଗେ ରଖି ପିଲା ବେଳୁ ଆମେ ଏଠି ପୂଜା କରି ଆସିଥିଲୁ କିନ୍ତୁ ଆମର ଯେତେବେଳେ ଛୋଟ ଆସିଗଲେ ଆମ ଜୁନିୟର ସେ ଏତେ ଧୁମଝଡ଼ ଗଲା ବର୍ଷ ପୂଜା କରୁଛନ୍ତି ବହୁତ ଆନନ୍ଦର କଥା ଭାଇନା କହିଲେ 45 ଫୁଟ ଏ ବର୍ଷ ମିଶି ହଉଥିଲା 40 ହେଇଥିଲା ଏସବୁ ବ୍ୟବସ୍ଥା ଆମର ଯୋଉ ଆମ ଦଳ ବ୍ୟାଚ୍ ସବୁ ବୁଝୁଛନ୍ତି କରୁଛନ୍ତି ବହୁତ ବଡ ଜ୍ଞାନୀ ମହାଶୟର ତରୁଣ କ୍ଲବର ଜଣେ ସଦସ୍ୟ ଦେଖନ୍ତୁ ବିଗତ ବର୍ଷ ଆମେ ଏଇ ତରୁଣ କ୍ଲବ ଆନୁକୂଲ୍ୟରେ ଏକ ବିଶାଳ ନୀତି କରିକି ତରୁଣ କ୍ଲବର କେମିତି ଟେକ ରଖିବୁ ସେଥିପାଇଁ ଆମେ ଧ୍ୟାନ ଦେଇଥିଲୁ ଏବଂ ମହାପ୍ରଭୁ ଲିଙ୍ଗରାଜଙ୍କର ଯେତେବେଳେ ଜାଗର ଯୋଉ ରଥଯାତ୍ରା ସମୟରେ ମହାପ୍ରଭୁ ଯେତେବେଳେ ବାହାରକୁ ଯାଆନ୍ତି ଆଉ ଯେତେବେଳେ ସମୁଦ୍ରକୁ ବାହୁଡ଼ନ୍ତି ସ୍ୱର୍ଣ୍ଣାଦ୍ରି ବିଜେ କରନ୍ତି ତାଙ୍କରି ନାମକରଣ ଅନୁସାରେ ଗୌରୀ ନନ୍ଦନଙ୍କ ନାମ ଗଣନାଥଙ୍କର ଆମେ ନାମକରଣ ସ୍ୱର୍ଣ୍ଣାଦ୍ରି ଗଣେଶ ରଖିଛୁ ଆର ବର୍ଷ ଆମେ 41 ଫୁଟର ଗଣେଶ କରିଥିଲୁ ଏ ବର୍ଷ 45 ଫୁଟର ଗଣେଶ ଏବଂ 45 କିଲୋର ଲଡୁ କରିବୁ ବୋଲି ସ୍ଥିର କରିଥିଲୁ ମହାପ୍ରଭୁଙ୍କ କୃପାରୁ ଆମେ ତରୁଣ କ୍ଲବ ପକ୍ଷରୁ ଏଇ ଜିନିଷଟା ଆୟୋଜିତ କରୁଛୁ ଆଉ ଆଗାମୀ ଦିନ ମାନଙ୍କରେ କେମିତି ବହୁତ ଭଲ କରିବୁ ସେଥିପ୍ରତି ମଧ୍ୟ ଚେଷ୍ଟା କରୁଛୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ନବୀନ ପଟ୍ଟନାୟକଙ୍କୁ ଆମେ ଆର ବର୍ଷ ନିମନ୍ତ୍ରଣ କରିଥିଲୁ ଅତିଥି ଭାବରେ ଏବଂ ଏ ବର୍ଷ ବି ଆମେ ତାଙ୍କୁ ନିମନ୍ତ୍ରଣ କରିଛୁ ଯେହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛି ଭଲ ନାହିଁ ତେଣୁକରି ସେ ଆସିବେ କି ନ ଆସିବେ ସେଇଟା ତ ଆମେ କିଛି କହିପାରିବୁନି ତଥାପି ଆମେ ତାଙ୍କୁ ନିମନ୍ତ୍ରଣ କରିଛୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନକ ବର୍ଦ୍ଧନ ସିଂହଦେଓ ପ୍ରଭାତୀ ପରିଡ଼ା ଏଇ 3 ଜଣଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଆମେ ନିମନ୍ତ୍ରଣ କରିଛୁ ପ୍ରଶାସନ ପକ୍ଷରୁ ଆମ ଅନୁଷ୍ଠାନ ତରଫରୁ ଆମେ ପ୍ରଶାସନକୁ ନିବେଦନ କରିଛୁ ଯେମିତି ଭକ୍ତମାନଙ୍କର କୌଣସି ଅସୁବିଧା ନ ହୁଏ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଏବଂ ଆମର କ୍ଲବରେ ଯେକୌଣସି ଯେତେବେଳେ ସବୁ ସଦସ୍ୟ ଅଛନ୍ତି ସେମାନେ ମଧ୍ୟ ଭଲ୍ୟୁଣ୍ଟିୟର ହିସାବରେ ସବୁ ଦର୍ଶନାର୍ଥୀଙ୍କୁ କେମିତି ଭଲ ଭାବରେ ଦର୍ଶନ କରିବେ ଗାଡି ମଟର କେମିତି ଭିଡ଼ ନ ହେବ ସେଥିପ୍ରତି ଆମେ ଦୃଷ୍ଟି ଆକର୍ଷଣ ଦେଇଛୁ ପ୍ରସାଦ ସେବନ ଯୋଉ କାର୍ଯ୍ୟକ୍ରମ କରୁଛନ୍ତି ପ୍ରସାଦ ସେବନ କାର୍ଯ୍ୟକ୍ରମ ଆମର ହବାର ଅଛି 5-6 ଦିନ ଧରିକି ଲଗାତାର ଭାବରେ ହବ କିନ୍ତୁ ସମସ୍ତେ କହିଦେଉଛନ୍ତି ଆମର 20,000 ଲୋକ ଖାଇବେ 25,000 ଲୋକ ଖାଇବେ ଆଜ୍ଞା ଆମେ ପ୍ରସାଦ ଆମେ କାହାକୁ ଦେଇପାରିବୁନି ଅନ୍ନ ଆମେ କାହାକୁ ଦେଇପାରିବୁନି ଯେକୌଣସି ଶ୍ରଦ୍ଧାଳୁ ଆସିବେ ଯେକୌଣସି ଭକ୍ତ ଆସିବେ ଏଇଠି ଅତି ଆନନ୍ଦରେ ସିଏ ତାଙ୍କର ପ୍ରସାଦ ସେବନ କରିକି ଯାଇପାରିବେ ଆମେ ଏଇଆ ହିଁ କହିପାରିବୁ କିନ୍ତୁ ଆମେ ପର୍ଟିକୁଲାରଲି କାହାକୁ କହିପାରିବୁନି ଯେ ନାଇଁ ଆମେ ଆଜି 25,000 ଲୋକଙ୍କ ପାଇଁ ଖାଦ୍ୟ ସେବନ ଇଏ କରୁଛୁ କି 30,000 ଲୋକଙ୍କ ପାଇଁ ଖାଦ୍ୟ ସେବନ ଆୟୋଜନ କରୁଛୁ ଆମେ ସେମିତି କିଛି କହିପାରିବୁ କିନ୍ତୁ ଆମେ ଗୋଟିଏ କଥା କହିବୁ ଆମର ପ୍ରସାଦ ସେବନ କାର୍ଯ୍ୟକ୍ରମ ଅଛି ଯେକୌଣସି ଭକ୍ତମାନେ ବି ଆସିବେ ସେମାନେ ଆନନ୍ଦରେ ଅତି ଆନନ୍ଦରେ ସେମାନେ ପ୍ରସାଦ ସେବନ ଗ୍ରହଣ କରିକି ଯାଇପାରିବେ ହେଇଥିଲା ଟିକେ ଆଗକୁ
ପଚାରିଲେ ଆମର ଏଇ ସାମ୍ବାଦିକ ସମ୍ମିଳନୀ ଆର ବର୍ଷ ହେଇଥିଲା, ଚଳିତ ବର୍ଷ ମଧ୍ୟ ଆପଣମାନେ ହଉଛି। ଏହି ସକାଶେ ହେଇଥିଲା ଯେ ଆମର ଏଥର 45 ଫୁଟର ମୂର୍ତ୍ତି ଏବଂ 45 କିଲି ଲଡୁ ଏବଂ ମୂଷିକା ବାହନ ଯୋଉ ଗଣଶଙ୍କର ଅଛନ୍ତି 15ରୁ 20 ଫୁଟ ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କର ଯିବା ଆସିବା ବେଳେ ଯଦି କାହାକୁ ଅସୁବିଧା ନ ହୁଏ ସେଥିପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଏବଂ ଆମର 27ରୁ 7 ତାରିଖ ଯୋଉ ପୂଜା ରହିଛି ପ୍ରତିଦିନ ଆଳତି ହେବ, ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏବଂ 7 ତାରିଖ ଦିନ ସନ୍ଧ୍ୟାରେ ଆଗ ଆଳତି ହେବେ ମହାପ୍ରଭୁ, ତାପରେ 108 କ୍ଷୀରାଭିଷେକ ହେବେ, ତାପରେ ପାଣି ପଡ଼ି ବିସର୍ଜନ ହେବେ। ବିସର୍ଜନ ପରେ ଆମର କର୍ପୋରେଟର ଦାୟିତ୍ୱ ଦିଆଯାଇଛି ବିଏମସି ତରଫରୁ, ସେ ଆସି ସମସ୍ତର କୁଟା ମାଟି ତାଙ୍କର ଉଠାଇ ଦିଆଯାଏ। ପାରମ୍ପରିକ ପଦ୍ଧତିରେ ଆମର ପୂଜା ହୁଏ। ସେଟା ଯେହେତୁ ଆମେ ସମ୍ପ୍ରଦାୟ ବ୍ରାହ୍ମଣ ସମ୍ପ୍ରଦାୟରେ ପୂଜାରେ ସେମିତି କୌଣସି ଛାଟଛେଣ୍ଡ ନାହିଁ। ପୂଜା ଯେମିତି ହେବା କଥା ନୀତି ନିୟମରେ ହୁଏ। କେବଳ ବ୍ରାହ୍ମଣ ନିଜର ପୂଜା ନୁହେଁ, କିନ୍ତୁ ବ୍ରାହ୍ମଣର ସମ୍ପ୍ରଦାୟରେ ଅଧିକା ମେମ୍ବର ବ୍ରାହ୍ମଣ ସମ୍ପ୍ରଦାୟ। ସୁରକ୍ଷା ବ୍ୟବସ୍ଥା ପୋଲିସ ତାର ତ ସୁରକ୍ଷା ବ୍ୟବସ୍ଥା କରିବେ, କିନ୍ତୁ ଆମ ପିଲା ଭଲେଣ୍ଟିୟର ସେମାନଙ୍କର ବାସ୍ ହେଇଛି, ସେ ବାସ୍ ପକେଇକି ସୁରକ୍ଷା ବ୍ୟବସ୍ଥା ଦଉ। ଦେଖନ୍ତୁ ଜାଗା ଏଠି ଆମର